ହ୍ୟାଲୋ ଭାଇ ନମସ୍କାର। ତ ୱେଲକମ୍ କରୁଛି ଆଜିର ଗୋଟେ ନୂଆ ଫ୍ରେଶ୍ ବ୍ଲଗ୍କୁ। ତ ଏଇ ବ୍ଲଗ୍ଟା କରିବାର କାରଣ ହେଉଛି କି ମୁଁ କେମିତି ଆର୍ଟ ବନାଉଛି, ତ ସେଇଟା ଦେଖେଇବି। ତ ମୋର ପୁରା ଭିଡ଼ିଓ କେମିତି ସୁଟ୍ ହୁଏ, କେମିତି କରେ କ'ଣ ଆର୍ଟ ସେଇଟା ଆଜି ଦେଖେଇବି। ଏବେ ପ୍ରାୟ ରାତି 11:30 ହେଲାଣି, ତ 11:30 ବେଳେ ଏଇ ଭିଡ଼ିଓଟା କରୁଛି। ଆଉ ଦେଖନ୍ତୁ କେମିତି ସବୁ ଆର୍ଟ କରୁଛି। ତ ବ୍ୟାକ୍ କ୍ୟାମେରା କରିକି ଦେଖାଉଛି। ତ ଦେଖନ୍ତୁ ଏଇଠି ଅଛି ମୋ ଷ୍ଟାଣ୍ଡ। ଏଇଟା ହେଉଛି ମୋ ଭିଡ଼ିଓ କରିବା ଷ୍ଟାଣ୍ଡ। ତ ଏଠି ରହିଛି। ତ ଏଠି ମୁଁ ବନେଇ ସାରିଲିଣି ତାର ଆଉଟଲାଇନ୍ଟା। ତ ଏଠି ରହିଛି ତା ଅରିଜିନାଲ୍ ଆର୍ଟଟା। ଏ ଆର୍ଟଟାକୁ ଦେଖିକି ଏଠିକି ଉଠା ହେଇଛି, ଏମିତି ଦେଖୁଥିବେ। ତ ଇଏ ସବୁ ରହିଛି। ଏଟା ହେଉଛି ଏ ଯେଉଁ ଗ୍ରିଡ୍ ପାଇଁ ଗ୍ରିଡ୍ ଷ୍ଟିକ୍ ପେନ୍। ଏଟା ହେଉଛି କାଗଜର ଷ୍ଟିକ୍ଟା, ତ ସେଟିଂ କରିବା ପାଇଁ। ଆଉ ଏଠି ରହିଛି ପେନସିଲ୍। ଦେଖନ୍ତୁ ଆର୍ଟ ଲାଇନ୍ର ଏ ପେନସିଲ୍ଟା। ତ ଦେଖୁଥିବେ ତା ମଡ଼େଲ୍ ଏମିତି। ୟା ଭିତରେ ଏଇ ଯେଉଁ ମଡ଼େଲ୍ଟା ଅଛି ଗ୍ରେଡ୍ ଇନକ୍ଲୁଡ୍, ସେଇ ଅନୁସାରେ ଏଇଟା ଅଛି। ତ ଏଠି କିଛି ତ ଏଠି ସେ ବ୍ୟାଗ୍ଟା ଅଛି, ସେଇ ବ୍ୟାଗ୍ଟାରେ ସବୁ ଅଛି। ଦେଖନ୍ତୁ ଆହୁରି କେତେ ସାରା ଜିନିଷ ତ ଏ ବ୍ୟାଗ୍ରେ ଅଛି। ଗୋଟେ ଦିନ ୟାକୁ ସବୁ ଦେଖେଇବି ଭିଡ଼ିଓ କରିକି। ଏଇ ହେଉଛି ମୋ ଷ୍ଟାଣ୍ଡ। ତ ଏଟା ଭାଙ୍ଗି ଯାଇଛି ଏଇଠି ଟିକେ, ତ ଏଠି ବନେଇବା ହେବ, ସେଥିପାଇଁ ରବର ଦୁଇଟା ଦେଇଛି ଆଜି ଭିଡ଼ିଓ କରୁଥିଲି। ଏଠି ମୋର ରହିଛି ସବୁ ରଙ୍ଗ। ଏଇଠି ରହିଛି। ଏଠି ଏ ରହିଛି କଇଁଚି, ଛୁରୀ। ଦେଖୁଥିବେ ସେ ଧରି ଉଡ଼ିକି ପଳେଇଲାଣି। ତ ଏବେ ସେଟିଂଟା ମୁଁ କରିବି। ତ ତାପରେ ସେଟିଂ କରିସାରିଲା ପରେ ଦେଖିବି ପୁଣି କ'ଣ ହେଲା, କେମିତି ହେଲା। ସୋ ଗାଇଜ୍, ଏବେ ପାଖାପାଖି ରାତି 12ଟା ପରେ ହେଲାଣି। ତ ଏବେ ମୋ ଚିତ୍ର ସରିଲା। ତ ଦେଖିବେ ରାତିରେ ଏତେ ସମୟ ପର୍ଯ୍ୟନ୍ତ ମୁଁ ଚିତ୍ର କରୁଛି। ତ ଏବେ ମୋ ଚିତ୍ରକୁ ଦେଖିବେ, ଚିତ୍ରଟା କେମିତି ହେଇଛି କହିବେ କମେଣ୍ଟରେ। ଏବେ ମୁଁ ଦେଖାଉଛି ଆପଣଙ୍କୁ ତ କେମିତି ଲାଗିଲା ମୋ ଚିତ୍ର, ଆଉ କେମିତି ହେଇଛି ମଧ୍ୟ ସେଟା କହିବେ। ଏବେ ଦେଖନ୍ତୁ, ତ ଏଇଟା ଦେଖନ୍ତୁ ମୋ ଚିତ୍ର ତ କମ୍ପ୍ଲିଟ୍ ହେଇସାରିଛି। ତ ଏଟା ହେଉଛି ତା ଅରିଜିନାଲ୍, ଏଇଟା ଆଣ୍ଡ ତାର ଫଟୋକପି ହେଇସାରିଛି। ତ ଏଠି ସବୁ ଏସବୁ ପଡ଼ିଛି। ଏବେ ସବୁ କରୁଥିଲି, ସରିଲା। ତ ଦେଖନ୍ତୁ ଏଟା ବି ଗୋଟେ ବ୍ରସ୍। ତ ୟା ଦେହରେ ଆମେ ସେଡ଼ିଂ କରୁଛି। ଆଉ ଇଏ ବି ମଧ୍ୟ ଗୋଟେ ସେଇ ସେଡ଼ିଂ ଟୁଲ୍ ବା ବ୍ଲେଣ୍ଡିଂ ଟୁଲ୍ ମଧ୍ୟ ୟାକୁ କୁହାଯାଏ। ତ ମୋ ଚିତ୍ର କେମିତି ଲାଗିଲା ଆପଣମାନଙ୍କୁ ନିଶ୍ଚିତ କମେଣ୍ଟରେ କହିବେ। ରହୁଛି। ଆଶା କରୁଛି ଭିଡ଼ିଓଟା ନିଶ୍ଚିତ ଭଲ ଲାଗିଥିବ। ଭିଡ଼ିଓ ସହ ମୋ ଚିତ୍ର ବି ଆପଣମାନଙ୍କୁ ନିଶ୍ଚିତ ଭଲ ଲାଗିଥିବ। ତ ଯଦି ଭଲ ଲାଗିଛି ନିଶ୍ଚିତ କମେଣ୍ଟ କରିବେ। ଆଉ ମୋର ଆଶା ଆଉ ବିଶ୍ୱାସ ନିଶ୍ଚିତ ଆପଣମାନଙ୍କୁ ଏଇଟା ଭଲ ହିଁ ଲାଗିଥିବ।